আজি হচ্ছে পবিত্র মহাশিবরাত্রি। এই উপলক্ষে গঞ্জাম জেলা অন্তর্গত রঙ্গেইলুন্ডা ব্লক অধীনস্থ রাଳବ ଗ୍ରାମରେ ଥିବା ଦେବାଦିଦେବ ମହାଦେବ ଶ୍ରୀ ଷଣ୍ଢେଶ୍ୱର ମହାଦେବଙ୍କ ପୀଠରେ ବହୁତ ଭକ୍ତମାନଙ୍କ ଭିଡ଼ ଲାଗିବା ସହ ବହୁତ ଭକ୍ତମାନଙ୍କ ସୁଅ ମଧ୍ୟ ଛୁଟିବାର ଦେଖିବାକୁ ମିଳିଛି। ମହୁରୀ ରାଜାଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ଅଷ୍ଟଶମ୍ଭୁ ଶ୍ରୀ ଷଣ୍ଢେଶ୍ୱର ମହାଦେବଙ୍କ ପାଖରେ ଆଜି ମହାଶିବରାତ୍ରି ଉପଲକ୍ଷେ ବହୁ ଭକ୍ତମାନଙ୍କ ସମାଗମ ହେବା ଦେବାଦିଦେବ ମହାଦେବ ଆଜି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଏଥିସହିତ ଭକ୍ତମାନଙ୍କ କହିବା ଅନୁଯାୟୀ ତାଙ୍କ ମନସ୍କାମନା ପୂର୍ଣ୍ଣ ମଧ୍ୟ କରି ତାଙ୍କ ମନୋବାଞ୍ଛିତ ଫଳ ମଧ୍ୟ ଷଣ୍ଢେଶ୍ୱର ମହାଦେବ ପ୍ରଦାନ କରିଥାନ୍ତି। ବହୁ ଦୂର ଦୂରାନ୍ତରୁ ଭକ୍ତମାନଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଗୋପାଳପୁର ବିଧାୟକ ତଥା ଖଣି ପରିବହନ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତିଭୂଷଣ ଜେନା ମଧ୍ୟ ଯୋଗଦାନ କରି ପ୍ରଭୁ ଶ୍ରୀ ଷଣ୍ଢେଶ୍ୱର ମହାଦେବଙ୍କ କୃପା ଲାଭ ମଧ୍ୟ କରିଥିଲେ। ଏଥିସହିତ ମନ୍ଦିର ସଭାପତି ଶ୍ରୀ ଗଣେଶ ଚନ୍ଦ୍ର ସାହୁ, ଉପସଭାପତି ଶ୍ରୀ ନରସିଂହ ଚୌଧୁରୀ, ପୂର୍ବତନ ସରପଞ୍ଚ ବି ଗଣେଶ ପାତ୍ର, ଡକ୍ଟର ଗଙ୍ଗାଧର ମିଶ୍ର, ସନ୍ଦୀପ ଖାଡଙ୍ଗା, କବିରାଜ ଖୁଣ୍ଟିଆ, ଗୁରୁନାଥ ଖୁଣ୍ଟିଆଙ୍କ ସହ କାଳୁ ମଣ୍ଡଳ ଏବଂ ବହୁତ ଯୁବକ ଭାଇମାନେ ଉପସ୍ଥିତ ରହି ତଥା କମିଟି ବୃନ୍ଦ ମଧ୍ୟ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନଙ୍କ ଦର୍ଶନ ହୋଇଥିବା ସୂଚନା ମିଳିଛି। ଏ ପରିପ୍ରେକ୍ଷୀରେ ଗ୍ରାମବାସୀ ଏବଂ ମନ୍ଦିର କମିଟି ପକ୍ଷରୁ ଏକ ରାମାୟଣ ନାଟକର ମଧ୍ୟ ଆୟୋଜନ କରାଯାଇଥିଲା। ବ୍ରହ୍ମପୁରରୁ ଶୁଭମ କୁମାର ପଣ୍ଡାଙ୍କ ରିପୋର୍ଟ, ନ୍ୟୁଜ୍ 10 ଓଡ଼ିଶା। ମୋ ନାଁ ଗଣେଶ ଚନ୍ଦ୍ର ସାହୁ, ଏ ଷଣ୍ଢେଶ୍ୱର କମିଟିର ଗୋଟେ ମେମ୍ବର ମୁଁ। ଆଉ ଏଠି ଶିବରାତ୍ରି ପାଇଁ ବହୁତ ଲୋକ ଆସୁଛନ୍ତି, ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହଉଛି, ସେଥିପାଇଁ ସମସ୍ତେ ଆସୁଛନ୍ତି। ମୁଁ ଏଇ ମନ୍ଦିରର ପରିଚାଳନା କମିଟିରେ ଅଛି, ସଭ୍ୟ ଅଛି। ଆଉ ପ୍ରତିବର୍ଷ ଏଇଠି ପ୍ରାୟ 20 ରୁ 25,000 ଲୋକ ସମାଗମ ହଉଛନ୍ତି। ଆଉ ପୁରା ବର୍ଷ ତମାମ ଏଠି ପୂଜା ଅର୍ଚ୍ଚନା ହଉଥାଉଛି, କେବେ ବନ୍ଦ ନାହିଁ ଆମର ଏଠି। ଆଉ କାର୍ତ୍ତିକ ମାସ ମଧ୍ୟ ବହୁତ ଭିଡ଼ ହଉଛି, ଶ୍ରାବଣ ମାସ ମଧ୍ୟ ବହୁତ ଭିଡ଼ ହଉଛି। ଆଜି ପବିତ୍ର ଜାଗର ହଉଛି। ହଁ, ଜାଗର ହବ। ରାତି 12ଟା 5 ମିନିଟରେ ଦୀପ ଉଠିବ, ମହାଦୀପ ଉଠିବ। ଭକ୍ତଙ୍କ ସଂଖ୍ୟା କାହିଁକି ବଢିବା? ଭକ୍ତଙ୍କ ସଂଖ୍ୟା କାହିଁକି ବଢିବା? ବର୍ତ୍ତମାନ ମନସ୍କାମନା ପୂରଣ ହଉଛି ଲୋକଙ୍କର, ଯିଏ ଯାହା ଭାବୁଛି ସେୟା ହଉଛି। ଆଉ ମାନେ ବି ଗଣେଶ ପାତ୍ର, ରାଳବ। ଆଜି ମହାଶିବରାତ୍ରି ଉପଲକ୍ଷେ ଷଣ୍ଢେଶ୍ୱରଙ୍କ ଠାରେ ବହୁତ ଲୋକ ସମାଗମ ହୋଇଛନ୍ତି ଏବଂ ଖଣି ମନ୍ତ୍ରୀ ମଧ୍ୟ ମହାଶିବରାତ୍ରି ତ ପୁରା ଜଗତ ଜାଗାରେ ହଉଛି। ଆଉ ଅଷ୍ଟଶମ୍ଭୁଙ୍କ ଭିତରେ ଇଏ ଷଣ୍ଢେଶ୍ୱର ଟିକେ ନିଆରା। ଆଉ ତେଣୁ ଏଠାରେ ଯୋଉ ଭକ୍ତମାନେ ମନୋବାଞ୍ଛା ରଖନ୍ତି ଆଉ ତାଙ୍କ ସିଦ୍ଧି ହୁଏ, ତେଣୁକରି ଏଇଠିକି ବହୁତ ଲୋକ ଆସନ୍ତି। ଆଉ ପାଖାପାଖି କେତେ ଭକ୍ତଙ୍କ ସମାଗମ ଏଇଠି ପ୍ରାୟ 20,000 ରୁ 25,000 ପର୍ଯ୍ୟନ୍ତ ପ୍ରତ୍ୟେକ ଶିବରାତ୍ରିରେ ଭକ୍ତ ସମାଗମର। ମହାଦୀପ ଉଠିବାର ସମୟ ମହାଦୀପ ଉଠିବାର ସମୟ 12ଟା 5 ମିନିଟ। ଆଜି ଏଠାରେ ଯେଉଁ ଭକ୍ତମାନେ ସମାଗମ ହୋଇଛନ୍ତି ସେମାନଙ୍କ ପାଇଁ ସରକାରଙ୍କ ତରଫରୁ କ'ଣ ବ୍ୟବସ୍ଥା କରିବେ? ସରକାରଙ୍କ ତରଫରୁ ବ୍ୟବସ୍ଥା କଣ, ପ୍ରଶାସନ ତରଫରୁ ସ୍ୱାସ୍ଥ୍ୟ ବିଭାଗ ଅଛି, କାଳେ କାର ଦେହ ଖରାପ ହବ ବୋଲି। ଆଉ ପୋଲିସ ବି ଜଗିଛି, କାହାର କିଛି ଚୋରି ନ ଯିବ, ଯାହା ଅସନ୍ତୁଷ୍ଟ ନ ହବ ବୋଲି। ଆଉ ସମସ୍ତ ବିଭାଗ ଅଛନ୍ତି, ସମସ୍ତ କମିଟି ସହଯୋଗ କରୁଛନ୍ତି। ସମସ୍ତ କମିଟି ସହଯୋଗରେ ଖୁସିର ଯାତ୍ରାଟି ଚାଲିଛି। ପଣ୍ଡିତ ଡକ୍ଟର ଗଙ୍ଗାଧର ମିଶ୍ର। କ'ଣ କହିବେ ଆଜି ମହାଶିବରାତ୍ରି ଉପଲକ୍ଷେ ଷଣ୍ଢେଶ୍ୱରଙ୍କ ଠାରେ ବହୁତ ଭକ୍ତଙ୍କ ଭିଡ଼ ଜମିଛି, କ'ଣ କହିବେ? ଧବଳ ବିଦୁଷ ବିନ୍ଦୁ ବର୍ଦ୍ଧ ପଦ୍ମାସନାତଂ ଭୁଜଗବଳହାରଂ ଭସ୍ମ ଭଦଙ୍ଗମୀତଂ ହିରଣ୍ୟ ପରଶୁପାଣି ଚନ୍ଦ୍ରମୌଳି ନେତ୍ରଂ ହୃଦୟ କମଳ ମଧ୍ୟରେ ସନ୍ତତଂ ଚିନ୍ତୟାମି। ମହାଦେବ ଶ୍ରୀ ଅକର୍ମ କର୍ମଦାୟକ ଅଭୀଷ୍ଟ ଫଳଦାୟକ ମହାମୃତ୍ୟୁଞ୍ଜୟ ସଦାଶିବ ଷଣ୍ଢେଶ୍ୱରଙ୍କ ଅଭୟ ଚରଣାରବିନ୍ଦ ସନ୍ନିଧौ
ଏ ଲାଳବ ଗ୍ରାମର ଷଣ୍ଢେଶ୍ୱର ମହାଦେବଙ୍କ ପୀଠରେ ମହା ଆଡମ୍ବରରେ ମହାଶିବରାତ୍ର ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଥ ତିଥିରେ ପାଳନ କରାଯାଉଛି। ଏଥିରେ ସମସ୍ତ ଗ୍ରାମବାସୀ ବୃନ୍ଦ, ପଞ୍ଚାୟତ ବୃନ୍ଦ, ସଭାପତି ସମସ୍ତଙ୍କର ସହଯୋଗରେ ଏହି କାମନା ବଡ଼ ନିରାମ୍ବର ଭାବେ ଚାଲୁଅଛି। ଏହା ମହୁରୀଗଡ଼ର ଅଷ୍ଟଶମ୍ଭୁ ରୂପେ ଗଣିତ ହେଉଛି, କଣ କହିବେ? ଏହା ହେଉଛି ମହୁରୀ ରାଜପ୍ରତିଷ୍ଠାଙ୍କ ଅଷ୍ଟଶମ୍ଭୁ ଷଣ୍ଢେଶ୍ୱର ପୀଠରେ ପରିଗଣିତ ହୋଇଛି। ଏହାକୁ ରାଜା 365 ଭରଣ ଜମି ଦାନ କରି ପ୍ରତ୍ୟେକ ଦିନ ଗୋଟିଏ ଦିନରେ 365 ଦିନରେ 365 ଭରଣ ଦାନ କରି ଭୋଗ ମଣ୍ଡପ କରାଯାଏ। ତତ୍ସହିତ ଏଠାରେ ଶିବରାତ୍ର ଉତ୍ସବ ଆଉ ଶିବ ପାର୍ବତୀ ବିବାହ ମଧ୍ୟ ମହାଆଡମ୍ବରରେ ପାଳନ କରାଯାଏ। ଏଥିରେ ଆମର ସମସ୍ତ ଗ୍ରାମବାସୀ ବୃନ୍ଦ ସହିତ ପୂର୍ବତନ ସରପଞ୍ଚ ତଥା ଗ୍ରାମର ଯୁବକ ସଂଘ ସମସ୍ତେ ସହଯୋଗ ଓ ପୂଜାରୀ ମାନଙ୍କର ସହଯୋଗରେ ମହାଆଡମ୍ବରରେ ଏଠାରେ ପାଳନ କରାଯାଉଛି। ମୁଁ ରଙ୍ଗପୁର ଗ୍ରାମବାସୀ। କଣ କହିବେ? ଆଜି ଷଣ୍ଢେଶ୍ୱରରେ ଭକ୍ତଙ୍କ ସମାଗମ ହୋଇଛି ଏବଂ କମିଟି ମାନଙ୍କ ପକ୍ଷରୁ କଣ ବ୍ୟବସ୍ଥା ସବୁ କମିଟି ମାନଙ୍କ ପକ୍ଷରୁ କହିବାକୁ ଗଲେ ଖରାକୁ ଦୃଷ୍ଟିରେ ରଖି ପଣା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି। ତା ସହିତ ପ୍ରସାଦର ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ସେବା ଶୁଣନ୍ତୁ, ସ୍ୱାସ୍ଥ୍ୟ ସେବା କହିଲେ ଆମର ଓଡ଼ିଶା ସରକାରଙ୍କ ଆମର ଆୟୁଷ୍ମାନ ବିଭାଗର ଡକ୍ଟର ଆଉ ଅଫିସର ମାନେ ଆସିଛନ୍ତି। ତା ସହିତ ଅଗ୍ନିଶମ ବିଭାଗ ମଧ୍ୟ ଅଛି। ତା ସହିତ ଓଡ଼ିଶା ସରକାରର ପୁଲିସ ବିଭାଗ ମଧ୍ୟ ଅଛନ୍ତି। ତା ସହିତ ଏଠାରେ ସମସ୍ତ ଯୁବକ ବନ୍ଧୁମାନେ ରହି ସହଯୋଗ କରୁଛନ୍ତି। ଅଶୋକ କୁମାର ଦାସ, ମୁଁ ବ୍ରହ୍ମପୁରରୁ ଆସିଛି, ଗିରି ରୋଡରୁ। ବାସ୍ ଏଠିକି ମୁଁ ମଧ୍ୟ 15-20 ବର୍ଷ ହେଲା ସବୁ ସମୟରେ ଆସେ। ପ୍ରତ୍ୟେକ ଶିବରାତ୍ରିରେ ଆଉ ଇଭିନ୍ ସୋମବାରରେ ଚତୁର୍ଦ୍ଦଶୀରେ ମଧ୍ୟ ଏଠିକି କରୁ, ଆସି ପ୍ରଭୁଙ୍କର ଦର୍ଶନ କରି ଯାଉ। ଆଜିର ଏହି ଶିବରାତ୍ରରେ ଏ ଜାଗରର ଯୋଉ ପ୍ରକାର ସାଜସଜ୍ଜା ତା ସଙ୍ଗେ ସଙ୍ଗେ ଯୋଉ ପ୍ରକାର ଡିସିପ୍ଲିନ୍ ଏଠି ମେଣ୍ଟେନ୍ କରିଛନ୍ତି, ଏହା ବହୁତ ଉଚ୍ଚ କୋଟିର। ଆଉ ଏଠିକାର ଆସିଲେ ଗୋଟେ ଭକ୍ତିଭାବ ଜାଗ୍ରତ ହେଉଛି। ମନ୍ଦିରରେ ଲକ୍ଷାଧିକ ହଜାର ଲୋକଙ୍କର ଗହଳି ଚହଳି ମଧ୍ୟରେ ମଧ୍ୟ ପରିବେଶ ଅତି ସୁନ୍ଦର ରୂପେ ନିଟ୍ ଆଣ୍ଡ କ୍ଲିନ୍ ରଖିଛନ୍ତି। ଆଉ ଏଠିକାର ଭଲେଣ୍ଟିୟର ଆଉ ମ୍ୟାନେଜମେଣ୍ଟ ଯୋଉ ପ୍ରକାର ଦର୍ଶନ ପାଇଁ ଭକ୍ତଙ୍କୁ ସୁବିଧା ସୁଯୋଗ ଦେଇଛନ୍ତି, ସେଥିପାଇଁ ଏହି କମିଟିକୁ ମଧ୍ୟ ଧନ୍ୟବାଦ। ଆଉ ଏହି ଭକ୍ତିର ମନୋଭାବ ସମସ୍ତଙ୍କ ମନରେ ପରିପ୍ରକାଶ ହଉ, ଅଧିକ ଲୋକ ଏଠିକି ଆସନ୍ତୁ, ଏ ଆଧ୍ୟାତ୍ମିକ ପରିବେଶ ଏଠି ସୃଷ୍ଟି ହଉ, ଏହା ହିଁ ପ୍ରଭୁ ଦେବାଧିଦେବ ମହାଦେବଙ୍କ ପାଖରେ କାମନା।